48 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ 23 ଜିଲ୍ଲାରେ। ହଁ ଦର୍ଶକ ବନ୍ଧୁ, 48 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ 23 ଜିଲ୍ଲାରେ। ଜୁନ୍ 18, 19ରେ ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଦର୍ଶକ ବନ୍ଧୁ। ଏହି ସବୁ ଜିଲ୍ଲା ଗୁଡ଼ିକରେ 50ରୁ 60 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ଘଡ଼ଘଡ଼ି ଏବଂ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ସେଥିପାଇଁ ବଜ୍ରପାତ ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ପୁଣି ପାଣିପାଗ ଅପଡେଟ୍ ଖବରରେ ଆପଣମାନଙ୍କୁ ସ୍ୱାଗତ। ରାଜ୍ୟରେ ଏବେ ଦୁଇଟି ଭିନ୍ନ ରୂପ ଦେଖିବାକୁ ମିଳିବ। ଗୋଟିଏ ପଟେ କିଛି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିବ। ଅନ୍ୟପଟେ କିଛି ଜିଲ୍ଲାରେ ଘୁଡୁଘୁଡି ଏବଂ ପ୍ରଚଣ୍ଡ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ଦର୍ଶକ ବନ୍ଧୁ, ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଆଜିର ପାଣିପାଗ ଅପଡେଟ୍ ଖବରକୁ ସମସ୍ତେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ। 18-19 ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହାଇଲାଇଟ୍ କରାଯାଇଛି। ଦର୍ଶକ ବନ୍ଧୁ, ଆଜିର ସମ୍ପୂର୍ଣ୍ଣ ଅପଡେଟ୍ ପାଣିପାଗ ଖବର ଜାଣିବା ପାଇଁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମୌସୁମୀ ସକ୍ରିୟ ହେବ ସହ ଏକ ବାତ୍ୟା ସୃଷ୍ଟି ହେବ। ଏହାର ପ୍ରଭାବ ଜୁନ୍ 18-19 ତାରିଖରେ ରାଜ୍ୟରେ 21 ଜିଲ୍ଲାରେ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରିଛି। ଜୁନ୍ 18-19ରେ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବ ଦେଖିବାକୁ ମିଳିବ। ଅଧିକ ଖରା ଏବଂ ଘୁଡୁଘୁଡି ହେବାକୁ ଜିଲ୍ଲାଗୁଡ଼ିକ ହେଲା। ଦର୍ଶକ ବନ୍ଧୁ, ଆପଣମାନେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଜାଣିବା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀମାନଙ୍କ ପାଖକୁ ଏହି ଭିଡିଓଟି ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ, କାହିଁକିନା ଚାଷୀମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବର ନିହାତି ଜରୁରୀ। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଏବଂ ସୋନପୁର, ସୁବର୍ଣ୍ଣପୁର ଏହି ଜିଲ୍ଲାଗୁଡ଼ିକର ତାପମାତ୍ରା ଗ୍ରୀଷ୍ମ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ଏବଂ ବାୟୁମଣ୍ଡଳରେ ଆର୍ଦ୍ରତା ଯୋଗୁଁ ପ୍ରବଳ ଘୁଡୁଘୁଡି। ପାଣିପାଗ ସ୍ପଷ୍ଟ କରିଛି ଯେ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗିବା ଏବଂ ତଳିଆ ଅଞ୍ଚଳରେ ଜଳ ଜମିବା ଦୃଶ୍ୟ ଦେଖିବାକୁ ମିଳିବ। ତେଣୁ ଆପଣ ଯଦି ଏହି ସବୁ ଜିଲ୍ଲା ମଧ୍ୟରେ ରହୁଛନ୍ତି ତେବେ ସତର୍କ ରୁହନ୍ତୁ। ପାଣିପାଗ ଅପଡେଟ୍ ଖବର ପ୍ରତିଦିନ ଜାଣିବା ପାଇଁ ଆପଣମାନେ ଭିଡିଓକୁ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ, ଯାହାଫଳରେ ସବୁଦିନ ସର୍ବପ୍ରଥମେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ। ପ୍ରବଳ ବର୍ଷା ଏବଂ ବଜ୍ରପାତ ଜିଲ୍ଲା ଗୁଡ଼ିକ ହେଲା ଉତ୍ତର ଓ ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଭୁବନେଶ୍ୱର, ନୟାଗଡ଼ ଏବଂ ପୁରୀ। ଦର୍ଶକ ବନ୍ଧୁ, ଏହି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ, ତାହା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶା ବର୍ଷା ସମ୍ଭାବନା ଜିଲ୍ଲାଗୁଡ଼ିକ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ କୋରାପୁଟ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଶେଷ ଥର ପାଇଁ ରିକ୍ୱେଷ୍ଟ କରିବି, ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ସମସ୍ତେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସବୁଦିନ ସର୍ବପ୍ରଥମେ ପାଇପାରିବେ। ଦର୍ଶକ ବନ୍ଧୁ, ଆପଣମାନେ କୋଉ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ ବକ୍ସରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଜିର ପାଣିପାଗ ଅପଡେଟ୍ ଖବରଟି ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ୍ ଖବର ପାଇଁ।